Hello everyone, welcome to all next Tapas Vidyagram YouTube channel. ସମସ୍ତଙ୍କୁ କ'ଣ ଯେଉଁଟାକି ୱେଲକମ୍ ଜଣାଉଛି। ତ ପିଲେ ପରବର୍ତ୍ତୀ ଅଧ୍ୟାୟରେ ଆମେ ଯେଉଁଟାକି ଡିସ୍କସନ୍ କରିଥିଲୁ ରାସାୟନିକ ପ୍ରତିକ୍ରିୟା ଓ ତା'ର ସମୀକରଣ ତା'ର ପୁରା କମ୍ପ୍ଲିଟଲି ୱାନ୍ ସଟ୍ ରିଭିଜନ୍ କରିଥିଲୁ ପୁରା ଏଲାବୋରେଟ୍ କରିକି। ଦେନ୍ ତା'ର ଏମ୍ସିକ୍ୟୁ ମଧ୍ୟ ଡିସ୍କସନ୍ କରିଥିଲୁ କେଉଁ ଟାଇପ୍ର ତୁମର ବୋର୍ଡ଼ରେ ଏମ୍ସିକ୍ୟୁ ମଧ୍ୟ ପଡ଼ୁଛି। ଯେଉଁମାନେ ବି ସେ ଜିନିଷ ଗୁଡ଼ିକ ଦେଖିନଥିଲେ ଫାର୍ଷ୍ଟ ସେ ଜିନିଷ ଗୁଡ଼ିକ ଦେଖ, କାରଣ ସେ ଜିନିଷ ଗୁଡ଼ିକ ପୁରା କ୍ଲାରିଟି ଅଛି ହେଲା। ଜିନିଷ ଗୁଡ଼ିକ ମାନେ ପୁରା କନସେପ୍ଟ ମଧ୍ୟ କ୍ଲିୟର୍ ହେଇଯିବ ସେଠି। ଆଉ ଯାହା ବି ଡାଉଟ୍ ହୁଏ ଦେନ୍ ପଚାରିବା ପାଇଁ ଟ୍ରାଏ କର ହେଲା। ତ ଆଜି ଆମେ ଦେଖିବା ପିଲେ ଅମ୍ଳ, କ୍ଷାରକ ଆଉ ଲବଣ ଏସବୁ ଜିନିଷ ଉପରେ ଯେଉଁଟାକି ତୁମର ଆଜିର ଟପିକ୍ ଉପରେ ତୁମର ପିଲେ ଆଇଡ଼ିଆ ଥିବ, କାରଣ ଯାହା ତୁମେ ଦୈନନ୍ଦିନ ଜୀବନରେ ତୁମେ ବ୍ୟବହାର ମଧ୍ୟ କରୁଛ। କ'ଣ ଅମ୍ଳ, କ'ଣ କ୍ଷାରକ, ଦେନ୍ କ'ଣ ଲବଣ ପାର୍ଟ ଆମର ଯେଉଁଟାକି ଅଲରେଡ଼ି ଆମେ ସମସ୍ତେ ଜାଣିଛୁ ମଧ୍ୟ ହେଲା। ତ ଅମ୍ଳ କ'ଣ ଲାଗେ ପିଲା ଆମକୁ ଯେତେବେଳେ ଆମେ ପାଟିକୁ ଆମେ ଯେତେବେଳେ ପାଟିରେ କୌଣସି ଗୋଟେ ଜିନିଷ ଗୋଟେ ଖାଇବା, ଯେଉଁ ଜିନିଷ ଗୁଡ଼ିକ ଆମ ପାଟିକୁ ଖଟା ଲାଗେ ହେଲା, ସେଇଟା ଆମର କ'ଣ ପିଲେ ଅମ୍ଳ ବୋଲି କୁହାଯାଉଛି ହେଲା। ଯେତେବେଳେ ଆମେ ପାଟିକୁ ଯେଉଁ ଜିନିଷ ଗୁଡ଼ିକ ଆମ ପାଟିକୁ ଖଟାଳିଆ ଲାଗେ ସେଇଟା ଆମର ସବୁବେଳେ କ'ଣ ହେବ ଅମ୍ଳ। ଦେନ୍ ଖାରିଆ, ଖାରକ କ'ଣ ଯେଉଁ ଜିନିଷ ଗୁଡ଼ିକ ଆମ ପାଟିକୁ ପୁରା ଖାରିଆ ଖାରିଆ ଲାଗେ ହେଲା, କିଛି ଭଲ ଲାଗିବନି, ତାକୁ କ'ଣ କହିବା ଆମେ ଖାରକ ଅଂଶଟା ବେଶୀ ଅଛି ବୋଲି କୁହାଯାଉଛି। ଦେନ୍ ଲବଣ କ'ଣ ପିଲେ ଯେଉଁ ଜିନିଷ ଗୁଡ଼ିକ ପୁରା ଲୁଣିଆ ଲୁଣିଆ ଲାଗୁଥିବ ହେଲା, ତ ସେଇଟା ଆମକୁ କ'ଣ ଲାଗେ ପୁରା ଲବଣ ଯେଉଁଟା ଲାଗେ, ଯେଉଁଟାକି ଆମେ କହିପାରିବା ଖାଇବା ଲୁଣ ସଂକେତ କ'ଣ ପିଲେ ଆମର NaCl। ବୁଝିପାରିଲ କ'ଣ ଅମ୍ଳ, କ'ଣ କ୍ଷାରକ, କ'ଣ ଲବଣ, ଏ ତୁମେ ଅଲରେଡ଼ି ପିଲେ ଜାଣିଛ। ଅମ୍ଳ ମିନ୍ସ ଯେଉଁଟା ଆମକୁ ଖଟାଳିଆ ଲାଗେ, ଯେଉଁଟା ଆମ ପାଟିକୁ ଖଟା ଲାଗେ ସେଇଟାକୁ ଅମ୍ଳ, ଯେଉଁଟା ଆମ ପାଟିକୁ ଖାରିଆ ଲାଗେ ସେଇଟା ହେଉଛି କ'ଣ କ୍ଷାରକ, ଯେଉଁଟା ଆମ ପାଟିକୁ ବେଶୀ ଲୁଣିଆ ଲୁଣିଆ ଲାଗେ ତାକୁ କ'ଣ କହିବା ଆମେ ଲବଣ। ମିନ୍ସ ସେ ଲବଣର ମାତ୍ରା ଟିକେ କ'ଣ ରହୁଛି ପିଲେ ଅଧିକ ରହୁଛି। ବୁଝିପାରିଲ ଅମ୍ଳ କ'ଣ, କ୍ଷାରକ କ'ଣ, ଲବଣ କ'ଣ। ତ ଅମ୍ଳ ମିନ୍ସ ଆମେ କହିପାରିବା ଯେଉଁଟାକି ଆମର ତେନ୍ତୁଳି ମଧ୍ୟ କହିପାରିବା, ଖଟାଳିଆ ଲାଗୁଛି ନା ତେନ୍ତୁଳି ଗୁଡ଼ିକୁ, ସେଇଟା ହେଉଛି ଏକ୍ଜାମ୍ପଲ୍ ଅଫ୍ ଏସିଡ୍। କ୍ଷାରକ ମିନ୍ସ ତୁମେ କେଉଁଟା କହିପାରିବ ବ୍ଲିଚିଂ ପାଉଡ଼ର ହେଲା। ବ୍ଲିଚିଂ ପାଉଡ଼ର କେବେ ଖାଇଥିଲେ କି ଖାରିଆ ଖାରିଆ ଟାଇପ୍ ଲାଗେ ହେଲା, ସେଇଟା ହେଉଛି ବ୍ଲିଚିଂ ପାଉଡ଼ର। ଦେନ୍ ଲବଣ, ଲବଣ ପିଲା ହେଉଛି ଯେଉଁଟାକି ତୁମକୁ ମୁଁ କହୁଛି ଗୋଟେ ସବୁଠାରୁ ବେଷ୍ଟ ଗୋମୂତ୍ର ହେଲା। ଏମାନେ ଯେଉଁମାନେ ବି ଗୋମୂତ୍ର ପିଇଥିବ ହେଲା, ଯେଉଁଟାକି ଗାଈ ମୂତ୍ର ବୋଲି କୁହାହେଉଛି। ଗାଈ ମୂତ୍ର ପିଇଲେ ପିଲା ଆମ ଶରୀର ମଧ୍ୟ ଶୁଦ୍ଧତା ଲାଭ ପାଉଛି। ଆମର ଯେଉଁ କହୁନାହାନ୍ତି କନସିଷ୍ଟେନ୍ସି, ଆମର ଯେଉଁ ବଡ଼ି ପୁରା ରୋଗ ବ୍ୟାଧି ଗୁଡ଼ିକ ପୁରା ଭଲ ହୋଇଥାଏ ହେଲା। ତ ସେଇଟା ମଧ୍ୟ କ'ଣ ଲାଗେ ଆମେ ଲବଣ ଲାଗେ ହେଲା, ଯେଉଁଟାକି ଲୁଣିଆ ଲୁଣିଆ ଲାଗେ ଯେଉଁଟାକି କହିପାରିବ। ଆଉ ଗୋଟେ ପିଲା ତୁମର ଆମ ଦୈନନ୍ଦିନ ଜୀବନ ଦେଖିବା ବେଲେ ସପୋଜ୍ ତୁମ ଘରେ କ'ଣ ଗୋଟେ ରୋଷେଇ ହେଇଛି, ତ ମାଆଙ୍କର କ'ଣ ଯେଉଁଟାକି ତୁମର ଡିଷ୍ଟର୍ବାନ୍ସ ଯୋଗୁଁରୁ ତାଙ୍କେ ଯେତେବେଳେ ରୋଷେଇ କରିଛନ୍ତି ସେ ସମୟରେ କ'ଣ ହେଇଛି ଅଧିକ ମାତ୍ର ଟିକେ ତରକାରୀରେ କ'ଣ କରାଯାଇଛି, ଚିକେନ୍ ତରକାରୀ ସବୁ ଅଛି, ଲୁଣିଆ ପକାଇ ଦେଇଛି। ତୁମମାନେ ପୁରା ଖୁସିରେ ପାଗଳ ହେଇଥିବ, ହେ ଆଜି ଆମ ଚିକେନ୍ ହେଉଛି ପୁରା କ'ଣ ପୁରା ଯେଉଁଟାକି ଜୋସ୍ରେ ଖାଇବା, ମାନେ ପେଟ ଭରି କରି ପୁରା ଖାଇକି ପୁରା ଶୋଇବା ପୁରା ହେଲା। ସେଟା କ'ଣ ହେଇଥିବ, କିନ୍ତୁ ମାଆଙ୍କର ଯେହେତୁ କ'ଣ ଟିକେ ଷ୍ଟ୍ରେସ୍ ଯୋଗୁଁରୁ ଅଧିକ ମୋତେ ଲୁଣିଆ କରିଦେଇଥିବେ। ତୁମେ ସେ କ'ଣ ବେକାର ରନ୍ଧା ଅଛି, ଭଲ ରାନ୍ଧିନି, ଏତେ କଷ୍ଟରେ କ'ଣ ଖାଇବି ବୋଲି ପୁରା ଏକ୍ସାଇଟମେଣ୍ଟ ଥିଲି, କିନ୍ତୁ ସେଟା କ'ଣ ହେଇଥିବ ମା ପୁରା ଲୁଣିଆ କରିଦେଇଥିବ। ସେଇଟା କ'ଣ ହେଇଥିବ ତୁମର ମନଟା ପୁରା ଭାଙ୍ଗିଯିବ, ଆଜି ଖାଇବାନି, ତାହେଲେ ବାହାରେ ଯାଇ କେଉଁଠି କ'ଣ ଖାଇବା। ଲୋକମାନଙ୍କର ସବୁଠାରୁ ବଡ଼ ଶତ୍ରୁ କ'ଣ ପିଲା ଲୋଭ ହେଲା। ଲୋଭଟା ହେଉଛି ଲୋକମାନଙ୍କୁ ପୁରା ଗ୍ରାସ କରିଦେଉଛି, ତ କେବଳ ପିଲା ଲୋଭ କରିବନି ହେଲା। ତ ସେଇଟା ମଧ୍ୟ ତୁମ କ'ଣ ଯେହେତୁ ଲବଣ ମାତ୍ରା ଅଧିକ ହେଇଯାଉଛି ତୁମକୁ କ'ଣ ଆଉ ଖାଇବାକୁ ମଧ୍ୟ ଭଲ ଲାଗୁନି ହେଲା। ସେଇଟା ଦେଖିବା, ତ ଆଉ କିଛି ଜିନିଷ ଗୁଡ଼ିକ ଦେଖିବା ହେଲା। ତ ପିଲେ କ'ଣ ଆମେ ଲିଟମସ୍ କାଗଜ ଉପରେ ସମସ୍ତେ ଯେଉଁଟାକି ଆଇଡ଼ିଆ ଥିବ, ଯେଉଁଟାକି ଆମେ ପଢ଼ି ମଧ୍ୟ ଜାଣିଛୁ 8 ଆଉ 9ରେ ମଧ୍ୟ ପଢ଼ିଥିବ ଲିଟମସ୍ କାଗଜ, ଯେଉଁଟାକି ଦୁଇଟା ରହୁଛି, ଗୋଟେ ହେଉଛି ନୀଳ ଲିଟମସ୍ କାଗଜ, ଆଉ ଗୋଟେ କ'ଣ ନାଲି ଲିଟମସ୍ କାଗଜ ବା ଲାଲ ବୋଲି କହିପାରିବ ହେଲା। ନୀଳ ଲିଟମସ୍ କାଗଜ ଆଉ ଗୋଟେ କ'ଣ ଲାଲ ଲିଟମସ୍ କାଗଜ। ତ ଅମ୍ଳ କାମ କ'ଣ କରୁଛି ନା, ଅମ୍ଳ କ'ଣ କରୁଛି ପିଲେ ନୀଳ ଲିଟମସ୍ କାଗଜ କ'ଣ କରୁଛି ରେ ଲାଲ କରୁଛି ହେଲା। ତ ନୀଳକୁ ଲାଲ କରିବାରେ କିଏ ସାହାଯ୍ୟ କରୁଛି, ନୀଳ ଲିଟମସ୍ କାଗଜକୁ ଲାଲ କରୁଛି, ସେଇଟା ହେଉଛି ଅମ୍ଳ। ଦେଖିବ ପିଲେ ତୁମେ ଗୋଟେ କ'ଣ ଆସିବ, ଗୋଟେ ଲିଟମସ୍ କାଗଜ ଆଣ, ନୀଳ ଲିଟମସ୍ କାଗଜ ଆଣ, ଗୋଟେ ଲେମ୍ବୁ ପାଣିରେ ରଖିଥିବ, ଗୋଟେ ପାଣି ରଖିଥିବ, ତାହେଲେ ଲେମ୍ବୁ ପକାଇ ରଖିଥିବ, ନୀଳ ଲିଟମସ୍ କାଗଜଟାକୁ ସେଠି କ'ଣ କରିବ ଲେମ୍ବୁରେ ବୁଡ଼ାଇ ରଖିବ, କହିଲେ ଦେଖିବ ସେ ସାଙ୍ଗେ ସାଙ୍ଗେ ନୀଳ ଲିଟମସ୍ କାଗଜଟା କାଣି କନଭର୍ଟ ହେଇଯିବ, ସାଙ୍ଗେ ସାଙ୍ଗେ ଲାଲ ଲେଖାଯିବ ହେଲା, ଯେତେବେଳେ ଅମ୍ଳରେ ବୁଡ଼ାଇବ। ସିମିଲାରଲି କ୍ଷାରକରେ କ'ଣ ହେବ ବୋଲେ ଅଲ୍ଟାଟା ହେଲା, ମିନ୍ସ ଲାଲଟା
नील हम है खारा कर ब्लीचिंग पाउडर आनी गोटे पानी कर रख तुम से कौन कर लाल लिटमस कागज आनी बुड़े से समय कौन देव नील लिटमस कागज में परिणत करदेव आ गोटे मत मुझे तुमको कहीदे गोटे खारक सह हलदी मिसेब है तुम कौन दब गोटे खारक थे कौन कर तुम ये खारक थे तुम कौन कर हलदी मिस है कौन कर हलदी मिसल तुम कौ रंग दब से पे नाली देखेब है मैंने पूरा लाल देखेब खारक थे तुम हलदी मिसेई देव तुम से कौ कलर दब पे लाल दब है सिमिलारली तुम कौन कर मंदार फूल आन मंदार फूल तुले तुम कौन कर बोले इंपोर्टाट तुम परीक्षा पचार है मंदार फूल तुले तुम कौन कर अम्ल मिसेब ना लेंबू पानी मिसेब कौन कर कौ कलर दब तुम पे पिंक कलर दब है कौन कलर दब पिंक कलर यहाँ मत इंपोर्टाट मन रख खारक तुले तो हलदी मिसेब आम को नाली कलर दब मंदार फूल तुले तो अम्ल मिसेब आम कौन दब पिंक कलर दब है मंदार थे दब कौन मंदार द्रवण सहित खारक मिसेब अम्ल मिसेले पिंक कलर दूसरी तो जो कौन कर ये मंदार फूल थे कौन कर खारक मिसेगा कौन मिसा खारक तुम से कौन दब पे ग्रीन दब है ग्रीन कलर दब कि कलर दब सबुज कलर गुड़ा दब मन रख है तो मंदार थे जो खारक मिसुचे आपको कौन कह आम कौन दौर ग्रीन कलर दौर ये प्रोसेस आम कौन कह जोटा कि द्रवण कहुच्छी फेनोल्फथालीन तुम कौन कहुच्छी फेनोल्फथालीन है फेनोल्फथालीन द्रवण बोली कह जाला फेनोल्फथालीन द्रवण बोली कह देन आउ किसी मेन मेन पॉइंट गुड़िक मिथाइल ऑरेंज इंडिकेटर देखी पे तुम एक्सपेरिमेंट जो कर प्लस टू कैरियर मिथाइल ऑरेंज इंडिकेटर तुम एक्सपेरिमेंट कर कौन कर मिथाइल ऑरेंज इंडिकेटर मिथाइल ऑरेंज इंडिकेटर कौन कर जो अम्ल तुले प्रतिक्रिया कर तो अम्ल तुले प्रतिक्रिया कले से कौ कलर दब बोले लाल कलर दब है कौन दब लाल दब सिमिलारली अम्ल तुले तो कले हेनी खारक तुले प्रतिक्रिया कर मिथाइल ऑरेंज इंडिकेटर तो खारक तुले प्रतिक्रिया कले कौन दब ना हलदिया हलदिया देखा मैंने हलदिया कलर दब है हलदिया कलर जोटा कि देख मिथाइल ऑरेंज इंडिकेटर अम्ल तुले प्रतिक्रिया कले लाल कलर देख मिथाइल ऑरेंज इंडिकेटर खारक तुले प्रतिक्रिया कले कौन हम हलदिया कलर तुमको देख देन पे तुम अच्छी अम्ल को किन चिन्ह खारक को किन कर अम्ल आ खारक जी तुमको H+ आयन दिए है जी तुमको H+ आयन दिए तुमको कौन हम सी अम्ल हम जी OH- आयन दीब सी तुमको कौन दब खारक हे बुझीपार तो आम ये कहीपर HCl आपको कौन करवा H+ + Cl- दिस इज एन एग्जांपल कौन H+ ये तुम अम्ल है H+ जी आयन दे कौन अम्ल देन खारक देखा NaOH मीन्स आपको भांगे कौन देखिए Na+OH-, OH- मीन्स कौन ये तुम बेस्ट है तो H+ देले तुम एसिड OH- देले तुम कौन सब बेस हम यहाँ मन रख मोस्टली इंपोर्टाट यहाँ परीक्षा कन्फर्म पचार टाइप एग्जांपल देखिए OH देले रिएक्शन कले तुमको सब खारक दब H+ देले रिएक्शन कले सब कौन दब तुमको अम्ल दब देन आ गोटे पे अच्छे तुम घ्राण सूचक कौन घ्राण सूचक कौन कहले घ्राण सूचक कौन कहले घ्राण सूचक नार एक्चुअली मीनिंग अच्छी जो पदार्थर गंध द्वारा अम्ल खारक को चिन्हट कर आम कौन कर सूचक द्वारा अम्ल आ कौन खारक गुड़ी को चिन्हट करवा जी अम्ल खारकर गुण गुड़ी को चिन्हट करुच्ची कौन कह आम सब घ्राण सूचक बोली कहवा जी अम्ल खारकर गुण गुड़ी को चिन्हट कर सब आम कौन कह घ्राण सूचक बोली कौन कह घ्राण सूचक बोली कहवा बुझीपारे कौन घ्राण सूचक जोटा कि इंग्लीश में कहे ऑयल फैक्ट्री इंडिकेटर कौन कहे ऑयल फैक्ट्री इंडिकेटर तो किसी एग्जांपल मतलब देखा है घ्राण सूचक एग्जांपल तो कौन एग्जांपल पियाज उपर देखा है तो कौन देखा पियाज ये कौन कर कौन कर अम्ल थे प्रतिक्रिया कर कौन थे
ଅମ୍ଳ ତୁଲ୍ୟ ପ୍ରତିକ୍ରିୟା କଲେ କିଛି ମଧ୍ୟ ଗନ୍ଧ ବାହାରିବନି ହେଲା, ମାନେ ଗନ୍ଧର କିଛି ପରିବର୍ତ୍ତନ ହେବନି। ଯେମିତି ଆଗରୁ ଯେଉଁ ଟାଇପ୍ର ଗନ୍ଧ ବାହାରୁଥିଲା ସେଇ ଟାଇପ୍ର ଗନ୍ଧ ବାହାରିବ ହେଲା, ଗନ୍ଧର ପରିବର୍ତ୍ତନ ହେବନି। ଯେତେବେଳେ କ୍ଷାରକ ତୁଲ୍ୟ ବାହାର କରି ମିଶାଇବା କ'ଣ ପିଆଜଟାକୁ କ୍ଷାରକ ତୁଲ୍ୟ ମିଶାଇବା, ମାନେ ପିଆଜଟାକୁ ଯେତେବେଳେ ଅମ୍ଳ ତୁଲ୍ୟ ମିଶାଇବା ଗନ୍ଧର ପରିବର୍ତ୍ତନ ଟୋଟାଲ୍ ହେବନି। ଯେତେବେଳେ କ୍ଷାରକ ତୁଲ୍ୟ ମିଶାଇବା ତ କ'ଣ ଦେବ ସେଠି ଟୋଟାଲ୍ ଗନ୍ଧ ହିଁ ହେବନି, ମାନେ ଗନ୍ଧ ଟୋଟାଲ୍ ଦେଖେଇବନି। ମାନେ ଆର ମିନିଂ ହେଉଛି ଅମ୍ଳ ତୁଲ୍ୟ ମିଶାଇଲେ ଯେଉଁ ଟାଇପ୍ର ପ୍ରଥମେ ଇନିସିଆଲି ଯେଉଁ ଟାଇପ୍ର ଗନ୍ଧ ବାହାରୁଥିଲା ସେଇ ଟାଇପ୍ର ଗନ୍ଧ ବାହାରିବ, ଟୋଟାଲ୍ ଗନ୍ଧର ପରିବର୍ତ୍ତନ ହେବନି। ଯେତେବେଳେ କ୍ଷାରକ ତୁଲ୍ୟ ମିଶାଇ ଦେବା ଆମେ ପିଆଜଟାକୁ କ'ଣ ହେବ, ଗନ୍ଧ ଟୋଟାଲ୍ ହେବନି, ଟୋଟାଲ୍ ବାସ୍ନା ହିଁ ହେବନି କିଛି ହେଲା। এটা হচ্ছে ଏକ୍ଜାମ୍ପଲ୍ ଅଫ୍ କ'ଣ ତୁମର ଯେଉଁଟାକି କହିପାରିବ ପିଆଜ। ଦେନ୍ ଲବଙ୍ଗ ତୁଲ୍ୟ ମଧ୍ୟ, ତ ଲବଙ୍ଗ ମଧ୍ୟ ଯେତେବେଳେ କ'ଣ କରିବ ଅମ୍ଳ ତୁଲ୍ୟ ପ୍ରତିକ୍ରିୟା କରିବ ସେଇଟା ମଧ୍ୟ ଗନ୍ଧର ପରିବର୍ତ୍ତନ ଟୋଟାଲ୍ ହେବନି, କ୍ଷାରକ ତୁଲ୍ୟ ପ୍ରତିକ୍ରିୟା କଲେ ଟୋଟାଲ୍ ଗନ୍ଧ ହିଁ ବାହାରିବନି। ସିମିଲାରଲି ଭାନିଲା ତୁଲ୍ୟ କ'ଣ କରିବ ଅମ୍ଳ ତୁଲ୍ୟ ଯେତେବେଳେ ପ୍ରତିକ୍ରିୟା କରିବ ସେଇଟା କ'ଣ ହେବ, ଗନ୍ଧର ପରିବର୍ତ୍ତନ ହେବନି। କ୍ଷାରକ ତୁଲ୍ୟ ପ୍ରତିକ୍ରିୟା କଲେ କ'ଣ ହେବ, ଗନ୍ଧ ହେବନି। ତ କ'ଣ କହିଲି ପିଆଜ, ଆଉ ଗୋଟେ କ'ଣ କହିଲି ଭାନିଲା, ଆଉ ଗୋଟେ କ'ଣ କହିଲି ଗନ୍ଧକ। ମନେ ରଖିବ ହେଲା, ଅମ୍ଳ ତୁଲ୍ୟ ମାନେ ପ୍ରତିକ୍ରିୟା କଲେ ତିନିଟା ଯାହା ଟୋଟାଲ୍ ଗନ୍ଧର ପରିବର୍ତ୍ତନ ହେବନି, କିନ୍ତୁ କ୍ଷାରକ ତୁଲ୍ୟ ପ୍ରତିକ୍ରିୟା କଲେ କ'ଣ ହେବ, ଟୋଟାଲି ଗନ୍ଧ ହିଁ ବାହାରିବ ନାହିଁ ହେଲା, କ'ଣ ହେବ ଗନ୍ଧ ଟୋଟାଲି ବାହାରିବ ନାହିଁ। ତ ଆଜିର ଟପିକ୍ ବିଷୟବସ୍ତୁ ହେଉଛି ଏଇଟା, ଅମ୍ଳ କ୍ଷାରକ କ'ଣ ଅମ୍ଳ କ୍ଷାରକ ପଡ଼ିବା, ପ୍ରଶମନୀକରଣ ଦେଖିବା, ଧାତୁ ସହ ପ୍ରତିକ୍ରିୟା କ'ଣ ହେଉଛି, ଅଧାତୁ ତୁଲ୍ୟ ପ୍ରତିକ୍ରିୟା କଲେ କ'ଣ ହେଉଛି, ଏମିତି ଡିସ୍କସନ୍ କରିବା। ଦେଖ ଚିତ୍ର ଯା ଦେଖ GH+ ଆୟନ ଦିଅନ୍ତି ତାକୁ କ'ଣ କହିବା ଆମେ ଅମ୍ଳ ବୋଲି କହିବା। ଏହି ପଦାର୍ଥ ଗୋଟେ ସ୍ୱାଦରେ ଖଟା ବା ନୀଳ ଲିଟମସ୍କୁ ଲାଲ କରି, ଯେଉଁଟାକି ମୁଁ ତୁମକୁ କହିଦେଲି, ଯେଉଁଟାକି HCl ଏକ୍ଜାମ୍ପଲ୍ ହେଇପାରିବ, H2SO ପରେ ହେଇପାରିବ। ଦେନ୍ ସାଇଟ୍ରିକ୍ ଏସିଡ୍ କାହିଁ ରହୁଛି, କମଳା ରହୁଛି। ଭିନେଗାର ଏସିଟିକ୍ ଏସିଡ୍ ବୋଲି କହୁଛି ହେଲା, ଭିନେଗାରରେ କେଉଁ ଏସିଡ୍ ଥାଉଛି, ଏସିଟିକ୍ ଏସିଡ୍। ଦେନ୍ ଅକ୍ଜାଲିକ୍ ଏସିଡ୍ ଟମାଟୋ ରହୁଛି। ତେନ୍ତୁଳିରେ କେଉଁ ଏସିଡ୍, ଟାର୍ଟାରିକ୍ ଏସିଡ୍। ଲେମ୍ବୁରେ କ'ଣ ରହୁଛି, ସାଇଟ୍ରିକ୍ ଏସିଡ୍। ଦେନ୍ ପ୍ରାକୃତିକ ସୂଚକ କ'ଣ ହେଇପାରିବ ନା ହଳଦୀ ଆଉ ଲିଟମସ୍, ଏଇଟା ମଧ୍ୟ ତୁମକୁ କହିଦେଲି ହଳଦୀ ବିଷୟରେ ଅଲରେଡ଼ି ମୁଁ ଡିସ୍କସନ୍ କରିଦେଇଛି ପିଲା ହେଲା, ଆଉ କିଛି ଦରକାର ନାହିଁ। ଦେନ୍ କ୍ଷାରକ ମିନ୍ସ ଯିଏ OH- ଆୟନ ରହୁଛି, ଇଏ କ'ଣ କରୁଛି ନାଲି ଲିଟମସ୍କୁ ନୀଳରେ କନଭର୍ଟ କରୁଛି, ଯେଉଁଟାକି ସ୍ୱାଦ ଖାରିଆ ଲାଗୁଛି। ଦେନ୍ ଏକ୍ଜାମ୍ପଲ୍ କ'ଣ ହେଇପାରିବ ଆମର NaOH, ଆଉ କ'ଣ ହେଇପାରିବ ପଟାସିୟମ୍ ହାଇଡ୍ରୋକ୍ସାଇଡ୍, ଯେଉଁଟାକି ସାବୁନରେ ରହୁଛି ହେଲା। ପଟାସିୟମ୍ ହାଇଡ୍ରୋକ୍ସାଇଡ୍ କେଉଁଠି ରହୁଛି, ସାବୁନରେ ରହୁଛି। ଏକ୍ଜାମ୍ପଲ୍ ମୁଁ ଦେଇଛି ଦେଖ, ଇଏ କ'ଣ କଲା ଲାଲଟାକୁ କ'ଣ କରୁଛି, ନୀଳ କରୁଛି। ଦେଖ ଲାଲଟାକୁ ନୀଳ କଲା ଯେତେବେଳେ ଲିଟମସ୍ କ'ଣ କରୁଛି, ବୁଡ଼ଉଛି ଖାରାପ ସବଷ୍ଟାନ୍ସ। ଦେନ୍ ପ୍ରଶମନୀକରଣ, କ'ଣ ପ୍ରଶମନୀକରଣ ପିଲେ ନା ଅମ୍ଳ ପିଲେ କ୍ଷାରକ ଯେତେବେଳେ ମିଶାଇବା ତ କ'ଣ ଦେବ ଆମକୁ, ଲବଣ ଆଉ ଜଳ ଦେବ, ତାକୁ କ'ଣ କହିବା ଆମେ ପ୍ରଶମନୀକରଣ। ପ୍ରଶମନୀକରଣ ମିନ୍ସ ପିଲେ ଅମ୍ଳ ତୁଲ୍ୟ କ୍ଷାରକ ମିଶାଇଲେ ସବୁବେଳେ କ'ଣ ଦେବ ଆମକୁ, ଅମ୍ଳ ପ୍ଲସ୍ କ୍ଷାରକ ମିନ୍ସ ଏସିଡ୍ ପ୍ଲସ୍ ବେସ୍ ଇକ୍ୱାଲ୍ କ'ଣ ସଲ୍ଟ, ଆଉ କ'ଣ ଦେବ କିଛି ୱାଟର ଦେବ। ଏଇଟା ହେଉଛି କ'ଣ ଆମର ଏକ୍ଜାମ୍ପଲ୍। ତ ମୁଁ ତୁମକୁ ଦେଖାଇ ଦେଉଛି କେମିତି କ'ଣ ରିଆକ୍ସନ୍ଟା ଭାଙ୍ଗୁଛି। NaOH ରହୁଛି ପ୍ଲସ୍ HCl ଦେଉଛି, ତ କ'ଣ ଦେଉଛି ଆମକୁ ଲୁଣ ଦେଉଛି, ଲବଣ ମିନ୍ସ Na କୁ କ'ଣ ଯିବ ପିଲେ, Cl ଯିବ, ତ ଗଲା ନାହିଁ NaCl, ହଁ ସାର୍ ଗଲା NaCl। ଦେନ୍ ବାକି କିଏ ରହିଲା H2O, ତ H2 ଆସିଲା। ତ କ୍ଷାରକ ପ୍ଲସ୍ ଅମ୍ଳ ଇକ୍ୱାଲ୍ କ'ଣ ଲବଣ ପ୍ଲସ୍ ଜଳ। ମୋଷ୍ଟଲି ଇମ୍ପୋର୍ଟାଣ୍ଟ ପିଲେ ପ୍ରଶମନୀକରଣ କ'ଣ ଆଉ ତା'ର ଏକ୍ଜାମ୍ପଲ୍ ଦିଅ। ତ ରିଆକ୍ସନ୍ କେମିତି ଲେଖିବ ଯେ ଅମ୍ଳ କ୍ଷାରକ ମଧ୍ୟ ଯେତେବେଳେ ରାସାୟନିକ ପ୍ରତିକ୍ରିୟା ଘଟିବ ସେଥିରେ କ'ଣ ଦେବ ଆମକୁ, ଜଳ ଆଉ କ'ଣ ଲବଣ ଉତ୍ପନ୍ନ କରିବ। ଏହି ପ୍ରତିକ୍ରିୟାକୁ କ'ଣ କହିବା ଆମେ ପ୍ରଶମନୀକରଣ ବା ଇଂଲିଶରେ କ'ଣ କହୁଛି ନ୍ୟୁଟ୍ରାଲାଇଜେସନ୍। କ'ଣ କହୁଛି ନ୍ୟୁଟ୍ରାଲାଇଜେସନ୍, କ'ଣ କହୁଛି ରେ ନ୍ୟୁଟ୍ରାଲାଇଜେସନ୍। ଦେନ୍ ଜଳୀୟ ଦ୍ରବଣରେ ଅମ୍ଳ କ୍ଷାରକର ପ୍ରତିକ୍ରିୟା, କ'ଣ ଜଳୀୟ ଦ୍ରବଣରେ ଅମ୍ଳ ଆଉ କ'ଣ କ୍ଷାରକର ପ୍ରତିକ୍ରିୟା। ଏଇଟା କ'ଣ ଦେଉଛି ରେ ଆମ ଦେଖ HCl ପ୍ଲସ୍ H2O ଗିଭ୍ ରେଷ୍ଟ କ'ଣ ଦେଲା ତୁମକୁ H3, ଇଏ କ'ଣ କଲା H2କୁ ଆଉ ଗୋଟେ H ପଳେଇଲା ହେଲା, ଇଏ ଅଥିଲେ ମିଶିଗଲା ମିନ୍ସ ଏଥିରେ କ'ଣ ହେଲା ଦୁଇଟା ଥିଲା ଆଉ ଗୋଟେ ପଡ଼ିଲା ମିନ୍ସ Hର ମାତ୍ରା ବଢ଼ିଗଲା, ତ H3+ ହେଲା, ଦେନ୍ 0 ହେଲା। ଦେନ୍ ବାକି କିଏ ହେଲା ସି ହେଲା କ'ଣ ହେବ ମାଇନସ୍, କ'ଣ ହେବ ମାଇନସ୍ ହେଲା। ସେଇ ରିଆକ୍ସନ୍ ଅଛି ଜଳୀୟ ଦ୍ରବଣରେ ଅମ୍ଳ କ୍ଷାରକ କେମିତି ପ୍ରତିକ୍ରିୟା କରୁଛି, ତ ତାକୁ କ'ଣ କରୁଛି ସେ ପିଲେ
ଏ ଲାଳଟା କରି ଲେଖିଛି ହେଲା। କହିଛି ଜଳ ଉପସ୍ଥିତିରେ HCl ହାଇଡ୍ରୋଜେନ ଆୟନ ଉତ୍ପନ୍ନ ହୁଏ। କନଫର୍ମ ଜଳର ଉପସ୍ଥିତି ପ୍ରେଜେଣ୍ଟ ଅଛି ତ HClରେ କ'ଣ ହେଉଛି ଆମର ହାଇଡ୍ରୋଜେନ ଉତ୍ପନ୍ନ ହେଉଛି, ଆୟନ ଉତ୍ପନ୍ନ ହେଉଛି। ହାଇଡ୍ରୋଜେନ ଆୟନ ସ୍ୱତନ୍ତ୍ର ଭାବରେ ରହିପାରେ ନାହିଁ, କିନ୍ତୁ ଏହା ଜଳ ଅଣୁ ସହିତ ମିଳିତ ହୋଇ ରହିଥାଏ। ତେଣୁ ଏହା ହାଇଡ୍ରୋଜେନ ଆୟନକୁ ସର୍ବଦା H+ କିମ୍ବା ହାଇଡ୍ରୋଜେନ ଆୟନ H3O+ ଭାବରେ ଦର୍ଶାଯାଇଥାଏ। ଅମ୍ଳ ଗୁଡ଼ିକ H+ କ୍ୟାଟାୟନ ଅଛି ହେଲା। କ୍ୟାଟାୟନ ମିନ୍ସ କ'ଣ ପଜିଟିଭ ପିଲେ, ଏନାୟନ ମିନ୍ସ କ'ଣ ପିଲେ ନେଗେଟିଭ। ଇଏ ତୁମର କ'ଣ ଏନାୟନ, ପଜିଟିଭ ମିନ୍ସ କ'ଣ ପିଲେ କ୍ୟାଟାୟନ ହେଲା। ପଜିଟିଭ ମିନ୍ସ କ'ଣ କ୍ୟାଟାୟନ। ତ ଅମ୍ଳ ଗୁଡ଼ିକ କ'ଣ ଅଛି H+ କ୍ୟାଟାୟନ ଅଛି। ତେଣୁ ଏହା ସେଗୁଡ଼ିକ ଅମ୍ଳୀୟ ଗୁଣ ପାଇଁ ଦାୟୀ। ଅମ୍ଳ ଗୁଡ଼ିକ H3+ ଆୟନ ବା H+ ଯୋଉଟା କ'ଣ ଆୟନ ପ୍ରଦାନ କରନ୍ତି। ଜଳୀୟ ଦ୍ରବଣ ଅମ୍ଳକ୍ଷାରକ କେନ୍ଦ୍ର ହେଉଛି, ଯେନ୍ ଜଳୀୟ ଦ୍ରବଣରେ ଅମ୍ଳକ୍ଷାରକ ଆଉ ଗୋଟେ ରିଆକ୍ସନ୍। ତ ଆଉ ଗୋଟେ ମିଳେ ମନେ ରଖିବେ ଏଠି, ସବୁ ଆଲକାଲି ବା କ୍ଷାରକ ଗୁଡ଼ିକ କ୍ଷାରକ ଅଟନ୍ତି, କିନ୍ତୁ ସବୁ କ୍ଷାରକ ଗୁଡ଼ିକ ଆଲକାଲି ନୁହନ୍ତି ହେଲା। ସବୁଯାକ ଆଲକାଲି ଗୁଡ଼ିକ ହେଲା, ସବୁଯାକ ଆଲକାଲି ଗୁଡ଼ିକ କ'ଣ ହେଇପାରିବ କ୍ଷାରକ ବୋଲି କହିପାରିବା ଆମେ, କିନ୍ତୁ ସବୁ କ୍ଷାରକ ଗୁଡ଼ିକ ଆମେ ଆଲକାଲି ବୋଲି କହିପାରିବା ନାହିଁ, ଆଲକୋହଲ ହେଲା କହିପାରିବା ନାହିଁ। ଏଇଟା ଗୋଟେ ମନେ ରଖିବେ। କ'ଣ ଆଲକାଲି, ଆଲକାଲିର ଡେଫିନେସନ୍ କ'ଣ ଜାଣିବାର ଅଛି ହେଲା। ଯେଉଁ କ୍ଷାରକ ଗୁଡ଼ିକ ଜଳରେ ଦ୍ରବଣୀୟ, ମାନେ ଯେଉଁ କ୍ଷାରକ ଗୁଡ଼ିକ କିଛି କ୍ଷାରକ ଗୁଡ଼ିକ ସବଷ୍ଟାନ୍ସ ନେବା, ସେଇଟା କ'ଣ ହେଇଯିବ ପୁରା କମ୍ପ୍ଲିଟଲି ୱାଟର ଥିଲେ କ'ଣ ଯିବ ମିଶିଯିବ, ତାକୁ ଆମେ କ'ଣ କହିପାରିଲେ ଆଲକାଲି ବୋଲି କହିବା, ଆଲକାଲି ଗ୍ରୁପ ହେଲା, ଯେଉଁଟାକି OH-। ନା ଯେଉଁ କ୍ଷାରକ ଗୁଡ଼ିକ ପୁରା ଜଳରେ ଦ୍ରବୀଭୂତ ହୋଇଯିବ, ପୁରା ମିଶିଯିବ, ତାକୁ କ'ଣ କହିବା ଆମେ ଆଲକାଲି ବୋଲି କହିବା ହେଲା। କ'ଣ କହିବା ଆଲକାଲି ବୋଲି କହିବା। ଦେନ୍ କ୍ଷାରକ ଗୁଡ଼ିକ ଜଳରେ ହାଇଡ୍ରୋକ୍ସାଇଡ୍ ଆୟନ ପ୍ରଦାନ କରନ୍ତି। ତ ଯେତେବେଳେ ୱାଟର ଥିଲେ ମିଶିକି କ'ଣ ଦେବ ସେ OH- ଆୟନ ପ୍ରଦାନ କରିବ, ଯେଉଁଟାକି ତୁମେ କହିପାରିବ NaOH, ଯେଉଁଟାକି ଏଇଟା ମଧ୍ୟ ଆଲକାଲି ଗୋଟେ ହେଲା। ପଟାସିୟମ୍ ହାଇଡ୍ରୋକ୍ସାଇଡ୍ ଆଲକାଲି, କ୍ୟାଲସିୟମ୍ ହାଇଡ୍ରୋକ୍ସାଇଡ୍ ଇଏ ମଧ୍ୟ କ'ଣ ଆଲକାଲି ଗ୍ରୁପ ତମର। ଇଏ ତୁମକୁ କ'ଣ ହେବ ଫର୍ମେସନ୍ କଲା, ବ୍ରେକ୍ଡାଉନ୍ କଲା, ତ କ'ଣ ଆସିଲା N+ ଆସିଲା OH-। ଦେଖ OH- ଆୟନ ପ୍ରଦାନ କଲା ନାହିଁ, ତ ଇଏ ଜଳୀୟ ଦ୍ରବଣରେ ଆଲକାଲି ଫର୍ମେସନ୍ କଲା। ଦେନ୍ K+ ଏକ୍ୱସ୍ ସଲ୍ୟୁସନ୍ ଦେଲା, ଦେନ୍ OH- ଆୟନ ଦେଲା, ଦେନ୍ Ca2+ ଦେଲା, ଦେନ୍ 2OH- ଆୟନ ଦେଲା। ତ ଯିଏ OH- ଆୟନ ପ୍ରଦାନ କରୁଛି ତାକୁ ଆମେ କ'ଣ କହିବା ଆଲକାଲି ଗ୍ରୁପ ବୋଲି କହିବା। ଅର୍ ଆମେ ତାକୁ କ'ଣ କହିପାରିବା, ଯିଏ କ୍ଷାରକ ଥିଲେ କ'ଣ ପୁରା କମ୍ପ୍ଲିଟଲି କ୍ଷାରକ ଗୁଡ଼ିକ ଥିଲେ ଜଳରେ ପୁରା କମ୍ପ୍ଲିଟଲି ଦ୍ରବଣୀୟ ଥିବ, ତାକୁ କ'ଣ କହିବା ଆମେ ଆଲକାଲି ବୋଲି କହିବା। ଦେନ୍ ପ୍ରଶ୍ନ କରନ୍ତୁ, ମୁଁ ତୁମକୁ କହିଦେଲି ପିଲେ ନ୍ୟୁଟ୍ରାଲାଇଜେସନ୍। ଦେନ୍ ଅମ୍ଳ କ୍ଷାରକ ଧାତୁ ଥିଲେ ପ୍ରତିକ୍ରିୟା କଲେ କ'ଣ ହେଉଛି। ଅମ୍ଳ କ୍ଷାରକ ଧାତୁ ଥିଲେ ପ୍ରତିକ୍ରିୟା କଲେ କ'ଣ ହେଉଛି ସେଇଟା ଦେଖିବା। ତ ମୁଁ କିଛି ଏକ୍ଜାମ୍ପଲ୍ ମଧ୍ୟ ତୁମକୁ ଦେଖାଇ ଦେଉଛି। ଇଏ ତୁମର ଡାଇଗ୍ରାମେଟିକାଲ ହେଲା। ଅମ୍ଳ କ୍ଷାରକ ଧାତୁ ସହ ପ୍ରତିକ୍ରିୟା କଲେ କ'ଣ ହେଉଛି। ଧାତୁ କ'ଣ, ଅଧାତୁ କ'ଣ, ଉପଧାତୁ କ'ଣ, ତୁମେ ଅଲରେଡ଼ି ପିଲା 9th କ୍ଲାସରେ ପଢ଼ି ଆସିଛ। ତ ମୁଁ ଏବେ କହିବିନି, ଯେତେବେଳେ ଥାର୍ଡ଼ ପାର୍ଟରେ ଅଛି ଧାତୁ ଅଧାତୁ ଉପଧାତୁ, ସେଇଟା ମଧ୍ୟ ତୁମକୁ ପ୍ରପର ଡେଫିନେସନ୍ ତୁଲେ ବୁଝେଇବେ ହେଲା। ତ ତୁମେ ଅଲରେଡ଼ି ପଢ଼ିଛ, ତ ଏ ବିଷୟରେ କିଛି ଆଲୋଚନା କରିବା ଦରକାର ନାହିଁ ହେଲା। ତ ଧାତୁ କ'ଣ, ଅଧାତୁ କ'ଣ, ଉପଧାତୁ ବୋଲି ତୁମେ ଜାଣିଛ ମଧ୍ୟ। ନମନୀୟତା କ'ଣ ଧାତୁର, ଅଜଲତା କ'ଣ, ଏସବୁ ଜିନିଷ ତୁମେ ଅଲରେଡ଼ି ପଢ଼ିଛ। ତ ଅମ୍ଳ କ୍ଷାରକ ଧାତୁ ଥିଲେ ପ୍ରତିକ୍ରିୟା କଲେ କ'ଣ ହେଉଛି ସେଇଟାକି ଡିସ୍କସନ୍ କରିବା। ଏଠି କ'ଣ ହେଉଛି ବୋଲେ କହିଛି ଧାତୁ ଗୁଡ଼ିକ ଅମ୍ଳ ଗୁଡ଼ିକରୁ ହାଇଡ୍ରୋଜେନ ଅପସାରଣ ଫଳରେ, ହାଇଡ୍ରୋଜେନ ବାହାରିବା ଫଳରେ ହାଇଡ୍ରୋଜେନ ଗ୍ୟାସ୍ ଯେଉଁଟାକି ଉତ୍ପନ୍ନ ହେଉଛି। ଆଉ ଧାତୁଟି ଅମ୍ଳର ଅବଶିଷ୍ଟ ଅଂଶରେ ମିଳିତ ହୋଇ ଲବଣ ଉତ୍ପନ୍ନ କରୁଛି। ଅମ୍ଳ ପ୍ଲସ୍ ଧାତୁ ଗିଭ୍ ବେଷ୍ଟ କ'ଣ ଲବଣ ପ୍ଲସ୍ ହାଇଡ୍ରୋଜେନ ଗ୍ୟାସ୍। ତ କିନ୍ ମନେ ରଖିବ ଧାତୁ ଥିଲେ ପ୍ରତିକ୍ରିୟା କରୁଛି, ଯେତେବେଳେ ଅମ୍ଳଟା କ'ଣ କରିବ ଧାତୁ ଥିଲେ ପ୍ରତିକ୍ରିୟା କରୁଛି, ତୁମକୁ ସେ କନଫର୍ମ କ'ଣ ଦେବ ବୋଲେ ଲବଣ ଦେବ, ଆଉ କ'ଣ ଦେବ ବୋଲେ ହାଇଡ୍ରୋଜେନ ଗ୍ୟାସ୍ କମ୍ପଲସରି ଦେବ। ତୁମେ ଯେଉଁ ଧାତୁ ନେଉଛ ନିଅ, ଯେତେବେଳେ କ'ଣ କରିବ ଅମ୍ଳ ଥିଲେ ପ୍ରତିକ୍ରିୟା କରିବ, ତୁମକୁ ସେ କନଫର୍ମ ଲବଣ ଗୋଟେ ସବଷ୍ଟାନ୍ସ ଦେବ, ଦେନ୍ H2O ଗୋଟେ ସବଷ୍ଟାନ୍ସ କନଫର୍ମ ଦେବ। ଏତିକି ମନେ ରଖିବ ହେଲା, ବୁଝିପାରିଲ। ଆଉ କିଛି କିଛି ମଧ୍ୟ କ୍ଷାରକ ଧାତୁ ମଧ୍ୟ ଅଛନ୍ତି, ସେମାନେ ଯେତେବେଳେ କ'ଣ କରିବେ ଧାତୁ ସହ ପ୍ରତିକ୍ରିୟା କରି, ସେମାନେ ମଧ୍ୟ କିଛି କିଛି ସବୁ ଜାଣେ କିଛି କିଛି ଯେଉଁଟାକି ପାର୍ଟ ଅଛନ୍ତି, ଯେତେବେଳେ କ୍ଷାରକ ଧାତୁ ଥିଲେ ପ୍ରତିକ୍ରିୟା କରି ସେମାନେ ମଧ୍ୟ କ'ଣ ଯେଉଁଟାକି ହାଇଡ୍ରୋଜେନ ଦିଅନ୍ତି। ଦେଖ ତୁମକୁ ଏକ୍ଜାମ୍ପଲ୍ ଦ୍ୱାରା ମୁଁ ବୁଝେଇ ଦେଇଛି ଯେ ଇଏଟା ତୁମର କ'ଣ ନେଲେ କ୍ଷାରକ, ଇଏ ତୁମର କ'ଣ ନେଲେ ଝିଙ୍କଟା ଧାତୁ, ଇଏ କ'ଣ କଲା ରିଆକ୍ସନ୍ କଲା। କାଥିଲେ ଆମର Na କେତେଟା ଅଛି ପିଲେ, ଏଇଠି 2ଟା ଅଛି। OH କେତେଟା ଅଛି ପିଲେ 2ଟା ଅଛି ଏ ପାର୍ଟରେ। ଦେନ୍ ଜାଡେ ଆଣିଥିଲେ ରିଆକ୍ସନ୍ କଲା।
तो Zn आसला देन Na2 नाइट्रोजन सोडियम दीटा अच्छे तो Na2 ZnO2 ऑक्सीजन दीटा पड़ा बाकी H2 दीटा ना ये तो H2 है ये तुम कौन पे ये तुम लवण पार्ट है सोडियम जिंकेट बोली कहे देन तुम कौन देला पे हाइड्रोजन गैस देला ये तुम कौन है अम्ल धातु शिले प्रतिक्रिया कले कौन हो और तुम आपको कहीपर ये तुम रिएक्शन कल देन Zn प्लस H2SO4 कर तो गेब एस टू कौन दबार पे Zn SO4 ये Zn टा कौन गला SO4 तुले गला प्लस हाइड्रोजन गैस देला ये तुम कौन दे पे रिएक्शन दिस इज एन एग्जांपल ऑफ कौन धातु तिले प्रतिक्रिया कले कौन हो दीटा एग्जांपल मु कहि देला देन धातव अधातव ऑक्साइड प्रतिक्रिया कौन रे धातव आ कौन अधातव ऑक्साइड प्रतिक्रिया अच्छे धातव ऑक्साइड अम्ल सहित रासायनिक प्रतिक्रिया कले लवण जल उत्पन्न कर बस सेम लेवल पशमनीकरण कौन ए टाइप है धातव ऑक्साइड जो कौन कर अम्ल तुल्य प्रतिक्रिया करुच्ची ये तुम लंग क्वेश्चन पे मन रख धातव ऑक्साइड अम्ल तुल्य प्रतिक्रिया कर कौन तब लवण जल उत्पन्न है कौन कह आम से धातव ऑक्साइड गुड़ कौन कह आम क्षारीय ऑक्साइड बोली कहुच्छे कौन कहे क्षारीय ऑक्साइड धातव ऑक्साइड प्लस अम्ल गिव राइज टू कौन लवण प्लस जल बस एत ही मन रख कपर गोटे अच्छे HCl कौन अच्छे दीटा अच्छी तो CuCl2 कौन कह CuCl2 प्लस H के अच्छे दीटा तो H2O है तो ये तुम जल भाइला लवण भाइला धातव ऑक्साइड प्लस अम्ल अम्ल तुल्य प्रतिक्रिया कले कौन हो धातव ऑक्साइड सिमिलारली अधातव ऑक्साइड प्रतिक्रिया कले कौन हो सिक्वेंशियली देखी अम्ल तुल्य प्रतिक्रिया कले कौन हो देन आउ गोटे मत तुमको दिस इज एन एग्जांपल ऑफ धातव ऑक्साइड अम्ल तुल्य प्रतिक्रिया कले कौन हो देन अधातव ऑक्साइड अम्ल तुल्य प्रतिक्रिया कले कौन है अधातव ऑक्साइड जो अम्ल तुल्य प्रतिक्रिया कले कौन हम पे तुम जोटा कि सेम लवण मिल जल मिल लवण मिल आ कौन जल मिल क्षारक तुल्य कौन हम अधातव ऑक्साइड जो मिसब क्षारक नब से एग्जांपल अम्ल नबनी क्षारक तुल्य जो अधातव ऑक्साइड मिसब तुम कौन दबा लवण दबा आउ जल दब मन रखा तो ये तुम कौन पे कैल्शियम ऑक्साइड कारण OH अच्छी तो क्षारक जिन मन पड़ा देन CO2 कौन है अधातव ऑक्साइड तो मिसला कौन देला पे Ca देन कौन है Ca ये ऑक्सीजन दीटा अच्छी आ गोटे आन देडू तो CO3 कार्बन प्लस वाटर H2 तो जो कैल्शियम कार्बोनेट कौ कलर देखो धला अवक्षेप कलर देखो कौन देखो धला अवक्षेप कलर देखो बुझीपार धात अधातव ऑक्साइड से प्रतिक्रिया कौन हो मन रखिए यहाँ अधातव ऑक्साइड प्रतिक्रिया कले कौन हो मोस्ट इंपोर्टेंट तुम क्वेश्चन गुड़ कह मतलब कौन टोटाल स्किप कर धातव अधातव ऑक्साइड कि प्रतिक्रिया कर बुझीपार धातव ऑक्साइड कि प्रतिक्रिया कले अम्ल तुल्य कौन दौर अधातव ऑक्साइड अम्ल तुल्य प्रतिक्रिया कले कौन हो क्षारक तुल्य प्रतिक्रिया कले कौन हो देन जोटा कि आउ एग्जांपल दे देछि तो ये मोर गोटे क्वेश्चन पे लिखी चून पानी दिया कांथ किसी समय पर धला कहीं देखा जाए तुम आंसर दब मत है चून पानी जो कांथरे दिया से धला कहीं देखा कांथ गुड़िक देन धातव कार्बोनेट आउ धातव हाइड्रोजन कार्बोनेट मतलब क्या प्रतिक्रिया कर अम्ल तुल्य प्रतिक्रिया कले कौन कौन मिलूँ कार्बन डाइऑक्साइड मिलबार अच्छे कौन जल उत्पन्न करवा ये तुम नियम बेले जोटा कि रूल जहाँ मन रखिए धातव कार्बोनेट क्या प्रतिक्रिया कर अम्ल तुल्य प्रतिक्रिया कले तुमको कौन मिले अच्छे लवण मिलर अच्छी कार्बन डाइऑक्साइड मिलर अच्छे आ कौन जल मिलर अच्छे सिमिलारली धातव हाइड्रोजन कार्बोनेट कौन अम्ल तुल्य प्रतिक्रिया कर तुमको कौन मिले अच्छे कार्बन डाइऑक्साइड आ कौन वाटर मिलबार अच्छे से रूल यहाँ तुम परीक्षा पचार धातव कार्बोनेट अम्ल तुल्य प्रतिक्रिया कले कौन हो धातव हाइड्रोजन कार्बोनेट अम्ल तुल्य प्रतिक्रिया कले कौन हो तुम से कौन लिखा धातव कार्बोनेट जिते कौन कर अम्ल तुल्य प्रतिक्रिया करुच्ची तो आमको कौन दौर लवण दौर कौन
कार्बन डाइऑक्साइड देଉଛି ଆଉ ଜଳ ମିଳୁଛି। ସିମିଲାରଲି ଧାତବ ହାଇଡ୍ରୋଜେନ୍ କାର୍ବୋନେଟ୍ ଅମ୍ଳ ତେଲ ପ୍ରତିକ୍ରିୟା କଲେ ଲବଣ ମିଳୁଛି, कार्बन डाइऑक्साइड ମିଳୁଛି ଆଉ କ'ଣ ୱାଟର ମିଳୁଛି, ଯେଉଁଟାକି ଏକ୍ଜାମ୍ପଲ୍ ହେଲା। ତ ଏଇଟା କ'ଣ ହେବ Na2 ଆସିବ Cl, Na2Cl, Cl ଦୁଇଟା ଅଛି ତ 2NaCl ଆସିଲା। ଦେନ୍ H କେତେ ଅଛି ଦୁଇଟା ଅଛି ତ H2 କୁହ ଗଲା, ଦେନ୍ CO2 ଆସିଲା। ସିମିଲାରଲି NaHCO3 ହେଲେ କ'ଣ ମିଳିଲା HCl ମିଶିଲା NaCl ମିଳିଲା, ଏକ୍ୱସ୍ ସଲ୍ୟୁସନ୍ ମିଳିଲା, H2O ମିଳିଲା, ଦେନ୍ CO2 ମିଳିଲା। ଏଇଟା ମଧ୍ୟ ମନେ ରଖିବ ହେଲା। ତ ପିଲେ ଏଇଟା ଗୋଟେ ସ୍କିପ୍ ହେଇଯାଇଛି ତ ଏଇଟା ମୁଁ ତୁମକୁ ଏଠି କହିଦେଉଛି। ଆମେ ଦେଖିଲୁ କ'ଣ ଅମ୍ଳ ତୁଲ୍ୟ ଧାତୁ ପ୍ରତିକ୍ରିୟା କଲେ କ'ଣ ହେଉଛି, କ୍ଷାରକ ତୁଲ୍ୟ ଧାତୁ ପ୍ରତିକ୍ରିୟା କଲେ କ'ଣ ହେବ ଦେଖିବାର ଅଛି ନା। ତ କ୍ଷାରକ ତୁଲ୍ୟ ଧାତୁ ପ୍ରତିକ୍ରିୟା ହେଲା, କ୍ଷାରକ ତୁଲ୍ୟ ଧାତୁ ପ୍ରତିକ୍ରିୟା କଲେ କ'ଣ ହେଉଛି। ତ କ୍ଷାରକ ତୁଲ୍ୟ ଧାତୁ ପ୍ରତିକ୍ରିୟା, କ୍ଷାରକର ଗୋଟେ ଏକ୍ଜାମ୍ପଲ୍ ନିଅରେ ପିଲେ NaOH, ଧାତୁ ଗୋଟେ ଏକ୍ଜାମ୍ପଲ୍ ନିଅରେ ଜାର୍ଡେନ୍। ତ କ'ଣ ଦେବ ପିଲେ, କ'ଣ ଦେବ ଏଠି 2 ନେଇଯାଅ ହେଲା, କ'ଣ ନେଇଯାଅ 2 ନେଇଯାଅ। ତ କ'ଣ ଆସିବ Na2 ଆସିବ, ଜାର୍ଡେନ୍ O2 ଆସିବ ହେଲା, Na2 ପ୍ଲସ୍ ଜାର୍ଡେନ୍ O2 ଇକ୍ୱେସନ୍ ଯେଉଁଟାକି ସମତୁଲ କରାଯାଉଛି ହେଲା। ଦେନ୍ ଏଠି କ'ଣ ଆସିବ ଦୁଇଟା H ଆସିବ, ସେମ୍ ହାଇଡ୍ରୋଜେନ୍ ଗ୍ୟାସ୍ ମିଳିବ। ତମେ ଅମ୍ଳ ତୁଲ୍ୟ ପ୍ରତିକ୍ରିୟା କଲେ ଯାହା ମିଳୁଛି କ'ଣ କ୍ଷାରକ ତୁଲ୍ୟ ମଧ୍ୟ ପ୍ରତିକ୍ରିୟା କଲେ ଆମ ଉତ୍ପାଦନ ସେମ୍ ମିଳିବ, ଗୋଟେ ଲବଣ ମିଳିବ ଆଉ ଗୋଟେ କ'ଣ ହାଇଡ୍ରୋଜେନ୍ ଗ୍ୟାସ୍ ମିଳିବାର କମ୍ପଲସରି ରହିବ ହେଲା। ଇଏ ତୁମର କ୍ଷାରକ ଧାତୁ ତୁଲ୍ୟ ପ୍ରତିକ୍ରିୟା କଲେ କ'ଣ ମିଳୁଛି। ଆଉ କିଛି କ୍ୱେଶ୍ଚିନ୍ ଦେଖିବା ହେଲା। ନିମ୍ନୋକ୍ତ ମଧ୍ୟରୁ କେଉଁଠି ପ୍ରାକୃତିକ ସୂଚକ ନୁହେଁ, ଲେଟମସ୍ ରହିବ, ହଳଦୀ ରହିବ ପ୍ରାକୃତିକ ସୂଚକ, ଲାଲ କବି ମଧ୍ୟ ରହିବ କିନ୍ତୁ ଫେଲାପ୍ଥାମିନ୍ ରହିବନି ହେଲା। ନିମ୍ନଲିଖିତ କେଉଁଠି ଠିକ୍, ଲେଟମସ୍ ଏକ ପ୍ରାକୃତିକ ସୂଚକ, ଏହା ନୀଳ ରହିତ ରଞ୍ଜକ, ଠିକ୍ ଅଛି ସବୁ ଜାଗା। ଥାଲାପାଇଡ଼ ଶ୍ରେଣୀର ଶୈବାଳୁ ନିଷ୍କାସିତ କରାଯାଏ, ଠିକ୍ ଅଛି। ତ ଲେଟମସ୍ କାଗଜ ଗୋଟେ ଥାଲାପାଇଡ଼ ଶ୍ରେଣୀର ଶୈବାଳୁ ନିଷ୍କାସିତ କରାଯାଏ, ଉପରକୁ ସମାଧାନ ହେଲା। କେଉଁଠି ଏକ ଘ୍ରାଣ ସୂଚକ ନୁହେଁ, ଯେଉଁଟାକି ମୁଁ ତୁମକୁ କହିଲି ଘ୍ରାଣ ସୂଚକର ଏକ୍ଜାମ୍ପଲ୍ ପିଆଜ, ଭାନିଲା ଆଉ କ'ଣ ଲବଙ୍ଗ ତେଲ ମଧ୍ୟ ରହିବ। ଆଉ ଗୋଟେ କ'ଣ କହିଲି ଭାନିଲା, ପିଆଜ, ଲବଙ୍ଗ, ଭାନିଲା, ଯେଉଁଟାକି ତିନିଟା କ'ଣ ଘ୍ରାଣ ସୂଚକ କିନ୍ତୁ ଲୁଗା ପିଠା ଘ୍ରାଣ ସୂଚକ ନୁହେଁ। ଘ୍ରାଣ ସୂଚକ ମଧ୍ୟ ଡେଫିନେସନ୍ କହିଲେ ଯିଏ ଅମ୍ଳ କ୍ଷାରକକୁ ଯିଏ ଚିହ୍ନଟ କରିପାରୁଛି ତାକୁ ଘ୍ରାଣ ସୂଚକ ବୋଲି କହିପାରିବା। ପିଆଜ ତେଲ କ'ଣ କରିବ ଅମ୍ଳ ତେଲ ପ୍ରତିକ୍ରିୟା କଲେ କ'ଣ ହେଉଛି ମାନେ ଟୋଟାଲ୍ ଗନ୍ଧ ବାହାରିବନି, କ୍ଷାରକ ତେଲ ପ୍ରତିକ୍ରିୟା କଲେ ଗନ୍ଧ ଟୋଟାଲ୍ ଆସିବନି, ଟୋଟାଲ୍ ଗନ୍ଧର ପରିବର୍ତ୍ତନ ହେବନି ପିଆଜ ତେଲ। ସିମିଲା ଭାନିଲା ତେଲ ମଧ୍ୟ ଅମ୍ଳ ତେଲ ପ୍ରତିକ୍ରିୟା କଲେ, ଅମ୍ଳ ତେଲ ତିନିଟା ପ୍ରତିକ୍ରିୟା କଲେ ଟୋଟାଲ୍ ଗନ୍ଧ ପରିବର୍ତ୍ତନ ହେବନି ହେଲା। ନିମ୍ନଲିଖିତ କେଉଁଠି ଭୁଲ କହିଛି, କେଉଁଠି ଭୁଲ ବୋଲି କହିଛି। ଅମ୍ଳ ପଦାର୍ଥ ଗୁଡ଼ିକ ସ୍ୱାଦ ଖଟା, ଠିକ୍ ଅଛି। ଏଇଟା ଅମ୍ଳ ନୀଳ ଠିକ୍ ଅଛି। ଅମ୍ଳ ଜଳ ଦ୍ରବୀଭୂତ ହେଲେ H+, ଏଇଟା ମଧ୍ୟ ଠିକ୍ ଅଛି। ଅମ୍ଳ ଜଳ ଦ୍ରବୀଭୂତ ହେଲେ OH ମାଇନସ୍, ଏଇଟା କେବେ ହେବନି ବୋଲି, ଅମ୍ଳ କେବେ ଜଳରେ ଦ୍ରବୀଭୂତ ହେଲେ OH ମାଇନସ୍ ହବା ଦେବ ନାହିଁ। କ୍ଷାରକ ତେଲ ଜଳରେ ଦ୍ରବୀଭୂତ ହେଲେ OH ମାଇନସ୍ ଆଣି ଦେବ। ତ ଅପସନ୍ ସି ଇଜ୍ ଇନକରେକ୍ଟ। କେଉଁଟାକୁ ଆଲକାଲି ନୁହେଁ, ଆଲକାଲି ବୋଲି କିଏ ଚିହ୍ନିବ ପିଲେ ନା OH ଲାଗିଥିବାର ଅଛି, ଯଦି OH ଲାଗିଛି ସିଏ ତୁମର ଆଲକାଲି, ଯଦି ଯିଏ OH ଲାଗିନି ସେ ଆଲକାଲି କେବେ ହେବନି। ତେବେ କ'ଣ HCl କେବେ ଆଲକାଲି ହେବ ନାହିଁ, ଇଏ ତିନିଟା କ'ଣ ଆଲକାଲି ଗ୍ରୁପ୍ରେ ଯିବ ହେଲା। ବୁଝିପାରିଲ। ଦେନ୍ ନେକ୍ସଟ କ୍ଲାସ୍ରେ ପିଲା ଆମେ ଦେଖିବା ଲଘୁକରଣ, pH ସ୍କେଲ୍ କ'ଣ, ଧଇବା ସଡ଼ା, ଖାଇବା ସଡ଼ା, ଦେନ୍ ପାଷ୍ଟ ଅଫ୍ ପ୍ୟାରିସ୍, ଏସବୁ ଜିନିଷ ଗୁଡ଼ିକୁ ଆମେ ନେକ୍ସଟ କ୍ଲାସ୍ରେ ଡିସ୍କସନ୍ କରିଦେବା ହେଲା। ତ ଥ୍ୟାଙ୍କ ୟୁ ଏଭ୍ରିୱାନ୍। ତ ଦେଖା ହେବା କ'ଣ ଆଉ ଗୋଟେ ଏକ ନେକ୍ସଟ ଭିଡ଼ିଓରେ। ତ ତାପରେ ମୁଁ ଗୋଟେ ଛୋଟିଆ ଇନଫର୍ମେସନ୍ ଦେଇଦେଉଛି, ଯେଉଁମାନେ ଏବେ ଯାଇ କ'ଣ ବା ଏବେ ମଧ୍ୟ ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ କରିନାଅ ତ ତୁରନ୍ତ ଯାଇକି ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ କର, ଯେଉଁଟାକି ଡିସ୍କ୍ରିପ୍ସନରେ ଲିଙ୍କ୍ ଅଛି। ଆମ ଟେଲିଗ୍ରାମ ଚ୍ୟାନେଲରେ ବହୁତ ମୁଖ୍ୟ ଯେଉଁଟା କ'ଣ PDF ଗୁଡ଼ିକ ପ୍ରୋଭାଇଡ଼ କରାଯାଉଛି। ତ କେଉଁମାନେ କ'ଣ ଯେଉଁମାନେ ବି ଜଏନ୍ ହେଇନ ଶୀଘ୍ର ଯାଇ ଜଏନ୍ କର। ତ ଥ୍ୟାଙ୍କ ୟୁ ଏଭ୍ରିୱାନ୍।